ଏଇଟା ତ ଦୀର୍ଘ ଦିନ ସର୍ବପୁରାତନ ପୂଜା କମିଟି 77 ବର୍ଷ ହେଲାଣି ଆମର କମିଟି। ଆଉ 3 ବର୍ଷ ହେଲା ଆମର ପଥର ମୂର୍ତ୍ତି ହେଇଛି, ଆମର ପରମାନେଣ୍ଟ ପୂଜା ଚାଲିଛି। ଆଗରୁ ତିଆରି ହେଉଥିଲେ, ଆମେ ଦୀର୍ଘ ଦିନ ଅନେକ ପ୍ରଚେଷ୍ଟା ଫଳରେ କରି ଆମେ ପଥର ମୂର୍ତ୍ତି ସବୁଦିନ ପୂଜା ଚାଲିଛି ଆମର। ଆପଣ ପ୍ରତ୍ୟେକ ଗାଁରୁ ବାହାରୁ ଆସି କ୍ଷୀରି ଉତ୍ତରଉଛନ୍ତି, ଆମ ପ୍ରତ୍ୟେକ ଦିନ ଚାଲିଛି ଏଠି କ୍ଷୀରି ଉତ୍ତରା। ତାଙ୍କ ମହିମା ସବୁ ଲୋକଙ୍କ ତ ଜାଣିପାରିବା, ଆମେ କହିଲେ ଜାଣିପାରିବା ମହିମା। ପ୍ରକୃତ ମହିମା ନଥିଲେ ଏଠି ଏତେ ବଡ଼ ଅନୁଷ୍ଠାନଟେ ଗଢ଼ି ଉଠି ନଥାନ୍ତା। ଏଇଠି ଆମର ଆହୁରି 5-7ଟା କମିଟି ହେଇସାରିଲାଣି, କିନ୍ତୁ ଏ କମିଟି ଏ ଅନୁଷ୍ଠାନ ଯେତେ ଦୀର୍ଘଜୀବୀ ଆଉ ଯେତେ ଲୋକଙ୍କର ସମର୍ଥନ ରହିଛି କେଉଁ କମିଟି ଏତେ ସମର୍ଥନ ନାହିଁ। ଆମର 1947 ମସିହା ସ୍ୱାଧୀନତା ଠାରୁ ମାଙ୍କର ବେତଡ଼ା ଅଞ୍ଚଳରେ ଯେଉଁ ବରଡ଼ା ପୋଲାରୁ ମାଙ୍କର ପୂଜା ଆରମ୍ଭ ହୋଇଥିଲା ଏବଂ ଏହା ପ୍ରତ୍ୟେକ ବର୍ଷ କୁମାର ପୂର୍ଣ୍ଣିମା ଠାରୁ ମାଙ୍କର ମୃଣ୍ମୟ ମୂର୍ତ୍ତି ହୋଇ ପୂଜା ହେଇ ଆସୁଥିଲା। ଏବେ ଆମେ 2021 ମସିହାର ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆଣି 22 ମସିହାରେ ଆମେ ଏଠି ସେତେବେଳେ ପ୍ରତିଷ୍ଠା କରାଯାଇଥିଲା ଏବଂ ସ୍ଥାୟୀ ମୂର୍ତ୍ତି ବର୍ତ୍ତମାନ ପ୍ରତିଷ୍ଠା ହେଇଛି। ଦୈନନ୍ଦିନ ନୀତିକାନ୍ତି ଚାଲିଛି ଏବଂ ଏହା ସିସି କ୍ୟାମେରା ମଧ୍ୟ ଏଠି ପ୍ରସ୍ତୁତ ହେଇଛି। ଆଉ ଦୈନନ୍ଦିନ ଆମ ନନାଙ୍କ ଦ୍ୱାରା ଏଠି ସକାଳ ସନ୍ଧ୍ୟାରେ ଆଳତି ହେବା ସହିତ ପ୍ରସାଦ ମଧ୍ୟ ବ୍ୟବସ୍ଥା କରାଯାଇଛି। ଭକ୍ତମାନଙ୍କର ରଥଯାତ୍ରା ହେଉଛି। ଏଠି ହେଉଛି ଆମର ଯେଉଁ ବର୍ତ୍ତମାନ ପୂଜା ଗତକାଲି ଠାରୁ ଆରମ୍ଭ ହେଇଛି କୁମାର ପୂର୍ଣ୍ଣିମା ଠାରୁ। ଏଠି କେବଳ ବାସୁଦେବପୁର ବ୍ଲକ ନୁହେଁ, ଶିମୁଳିଆ ବ୍ଲକ, ସୋର ବ୍ଲକ ଏବଂ ଏଠି ପାଖାପାଖରୁ ବହୁ ଅଞ୍ଚଳରୁ ବ୍ୟବସାୟୀମାନେ ଆସି କରୁଛନ୍ତି। ଆଉ ସନ୍ଧ୍ୟାବେଳେ ମଧ୍ୟ ଯେଉଁ ତୋରଣ ଆଲୋକସଜ୍ଜା ହେଇଛି, ଯାତ୍ରୀମାନଙ୍କର ବହୁ ସମାଗମ ହେଉଛି।